ଯାତ୍ରା ଖଳନାୟକ ଓଡ଼ିଆ ଯାତ୍ରା ବା ଅପେରା ନାଟକର ସୁଦୃଢ଼ ପ୍ରଥା ପରମ୍ପରା ରହିଛି। ମଣିଷର ଆମୋଦପ୍ରିୟ ମନୋଭାବରୁ ନାଟ୍ୟକଳାର ଉତ୍ପତ୍ତି। ଏହି ନାଟ୍ୟକଳା ଓ ଏହାର କୌଶଳ ଅନେକ ଦିଗରେ ଧାବିତ। ନୃତ୍ୟରୁ ନାଟକର ଆରମ୍ଭ ହୋଇଥିଲେ ମଧ୍ୟ ଏହା ନୃତ୍ୟରେ କେବଳ ସୀମିତ ନ ରହି ବରଂ କାହାଣୀ ବା ମାନବୀୟ ବୈଚିତ୍ର୍ୟ ପ୍ରିୟ ନାନାଦି ଘଟଣାର ସଂଳାପଧର୍ମୀ ଅଭିନୟିକ ଅଭିବ୍ୟକ୍ତିଗତ ରୂପାୟନ ମଞ୍ଚରେ ହୋଇଥାଏ। ନାଟକ ସାର୍ବଜନୀନ ପରିବେଶିତ କୁଶଳୀ ସୃଜ୍ୟମାନ କଳା। ନୃତ୍ୟ ଅଭିନୟରେ ପଟୁତାରେ ପ୍ରତ୍ୟକ୍ଷ ଯୋଗଦାନ ଅଭିନେତା ଦିଏ, ହେଲେ ଏହାଙ୍କୁ ପଟୁ ବା ଦକ୍ଷ କରାନ୍ତି ଏହାଙ୍କର ଓସ୍ତାଦ, ଗୁରୁ ବା ନିର୍ଦ୍ଦେଶକ, ଯେଉଁମାନେ କି ପ୍ରବୀଣ। ଯାତ୍ରା ବା ବୁଲାପ୍ରିୟ ମୁକ୍ତ ଆକାଶୀ ରଙ୍ଗମଞ୍ଚର ନାଟକ ହେଉଛି ଯାତ୍ରା ବା ଇଂରାଜୀର ଅପେରା। ଗ୍ରାମୀଣ ପରିବେଶରୁ ଆରମ୍ଭ ହୋଇ ସହରୀୟ ବାତାବରଣକୁ ପ୍ରସରି ଯାଇଛି। ପ୍ରଥମେ ଅଶିକ୍ଷିତ ଜନତା ଏହାର ଅଭିନେତା ଥିଲେ, ହେଲେ ବର୍ତ୍ତମାନ ଶିକ୍ଷିତ ଜନତା ଏହାର ପେଶାଦାରିକ ବୃତ୍ତିଧର ହୋଇପାରିଛନ୍ତି। ବୁଲାପ୍ରିୟ ନାଟ୍ୟ ସଂସ୍ଥା ଓ ଏହାର ଅନୁଷ୍ଠାନ ଯାତ୍ରାର ଖଳନାୟକ ବି ଭିଲିଆନ। ଯାତ୍ରା ନାଟ୍ୟ ଘଟଣାକ୍ରମ କାହାଣୀର ନାୟକ ନାୟିକା ପରେ ଅପର ପ୍ରମୁଖ ଚରିତ୍ର ବିଶେଷ ତଥା ଭୂମିକା ପ୍ରାପ୍ତ ସତ୍ତା। ଖଳନାୟକ ଖଳ ମଣିଷ ସମାଜର ମିଛ ଅଭିନୟିକ ରୂପଧର। ଏହାର ନାଟ୍ୟ କାହାଣୀର ଏମାନେ ନାଟ୍ୟ କାହାଣୀର ମୋଡ଼ ପ୍ରବର୍ତ୍ତକ। ନାଟକର କାହାଣୀକୁ ସଂଘର୍ଷପୂର୍ଣ୍ଣ କରାଇ ଉତ୍କଣ୍ଠାରେ ପହଞ୍ଚାଇ ସମାପ୍ତିରେ ଆଣନ୍ତି। ମଣିଷର ମନ୍ଦ ପାପ ଦୁର୍ଗୁଣର ଅଭିନୟିକ ସତ୍ତା। ଯାତ୍ରା ହିରୋ ଅପେକ୍ଷା ଯାତ୍ରା ଖଳନାୟକ ଯାତ୍ରା ନାଟକରେ ବେଶୀ ପ୍ରଭାବଶାଳୀ। ଏମାନେ ଖଳ ବା ମନ୍ଦ ଭୂମିକା କରିଥାନ୍ତି। ଖଳ ଭୂମିକା ଶାନ୍ତି ତଥା ସୁରୁଖୁରୁର ନୁହେଁ। ଏହା ଅଶାନ୍ତି, ଦ୍ୱନ୍ଦ୍ୱ, ସଂଘର୍ଷପୂର୍ଣ୍ଣ, ଉତ୍ତେଜନାପ୍ରବଣ ଥିବାରୁ ଶାରୀରିକ ଆକୃତି ଦୃଷ୍ଟିରୁ ସ୍ୱାସ୍ଥ୍ୟବାନ, ବଳିଷ୍ଠ, ଦେହାଳୁ, ଗମ୍ଭୀର, ଘାଗଡ଼ା କଣ୍ଠସ୍ୱର ବିଶିଷ୍ଟ। ଖଳନାୟକ ଯାତ୍ରାରେ ରେପ୍, ମର୍ଡର କରନ୍ତି, ଦୋଷୀ ହୋଇ ଶାସ୍ତି ଭୋଗନ୍ତି, ମାଡ଼, ଜେଲ୍ ଦଣ୍ଡ ପ୍ରାପ୍ତ କରନ୍ତି। ଏମାନଙ୍କର ଭୂମିକା ଉତ୍ତେଜନାପୂର୍ଣ୍ଣ ଥାଏ। ମାନବୀୟ ହୃଦୟରେ ଯୌନତାର ପ୍ରଦର୍ଶନ କରାନ୍ତି। ଦର୍ଶକୀୟ ମନନଶୀଳତାରେ ଜଣେ ଯୌନ ଉଦ୍ରିକ୍ତ ଚରିତ୍ର ବିଶେଷ ବିଭେଦକାରୀ ଅଂଶୀଦାର। ଯେଉଁ ଯାତ୍ରା ଦଳର ନାଟକୀୟ ଅଭିନୟ ପ୍ରଦର୍ଶନରେ ଦେଖାଯାଇଥିଲା, ସେ ଥିଲା ଏକ ଅଖ୍ୟାତନାମା ଯାତ୍ରାପାର୍ଟି। ନୂତନ କରି ସୃଜ୍ୟମାନ କଳାଜଗତରେ ଦରବାରରେ ପାଦ ଥାପିଥିଲା। ହେଲେ ଖଳନାୟକ ବା ଇଂରାଜୀ ବୋଲିର ଭିଲେନ ଜଣକ ଥିଲେ ଗୋରା, ଦେହାଳୁ, ଗାଲରେ ଦାଢ଼ି ରଖା, ଦେହରେ ପଇତା ପକା ବ୍ରାହ୍ମଣ, ପ୍ରାୟ 35 ବର୍ଷର ସୁସ୍ଥ ସବଳ ଯୁବକ। ଆଖି ଗହୀରିଆ ହେଲେ ତେଜିଆନ। ମୁଖମଣ୍ଡଳ ସାମାନ୍ୟ ଚଉଡ଼ା, ପରନ୍ତୁ ଫାଲୁଆ ନୁହେଁ। ଅଭିନୟର ଆରମ୍ଭରେ ନୀଳ ରଙ୍ଗର ସୁଟ ବୁଟ ଟାଇ ଜୋତା ଭିତରେ ମୋଜା ପିନ୍ଧି ମୁଖମଣ୍ଡଳକୁ ରଙ୍ଗ ପାଉଡରରେ ଜିଙ୍କ ଛିଞ୍ଚାରେ ଚିକ୍ ଚିକ୍ କରାଇ ଦ୍ରୁତ ପଦବ୍ରଜରେ ବାଦ୍ୟର ନାଦ ସହିତ ତାଳ ରଖି ମଞ୍ଚରେ ପଶିବା। ରାସ୍ତାରେ ପଥପାର୍ଶ୍ୱରେ ବେତ ଧରି ପତଳା କାଳିଆ ଡେଙ୍ଗା କୁତ୍ସିତ ମୁଖର କଡ଼ା ବ୍ୟବହାରର ଡ୍ରାମା ସାରଙ୍କୁ ନଇଁପଡ଼ି ଦେହ ବଙ୍କାଇ ଦର୍ଶକ ମଣ୍ଡଳୀ ଜନତାଙ୍କ ଦେଖୁଥିବା ସ୍ଥିତି ମଧ୍ୟରେ ଥାଇ ଓସ୍ତାଦଙ୍କ ପାଦ ଛୁଇଁ ବିନମ୍ର ପ୍ରଣାମ କରିଥିଲେ। ଓସ୍ତାଦ ତାଙ୍କଠାରୁ ପ୍ରଣତି ନେଇସାରି ହାତରେ ଧରିଥିବା ବେତ ବାଡ଼ିରେ ସୁଟ ବୁଟ ଟାଇ ପିନ୍ଧା ସୁନ୍ଦର ସୁଶ୍ରୀ ଭିଲେନକୁ ନିର୍ଦ୍ଦେଶ ଦେଲେ ଠିକ୍ ତାଙ୍କ ପଛରେ ଠିଆ ହେବାକୁ। ଗୁରୁବାକ୍ୟକୁ ବେଦବାକ୍ୟ ମଣି ସୁନା ପିଲାଟି ଭଳି ଚୁପଚାପ ଯାଇ ସାରଙ୍କ ପଛରେ ଲୋକଗହଳି ମଝିରେ ଠିଆ। ଏଥିପାଇଁ ହେଲେ କି ତାଙ୍କର ମଞ୍ଚକୁ ଯିବାର ବେଳ ଆସି ନଥିଲା, କିନ୍ତୁ ଗ୍ରୀନ ରୁମ୍ ବେଶ ଘରୁ ବାହାରି ଆସିବାକୁ ଓସ୍ତାଦଙ୍କର ନିର୍ଦ୍ଦେଶ ଥିଲା। ନିର୍ଦ୍ଦେଶ ମାନିବାକୁ ପଡ଼ିବ, ଯେହେତୁ ସେ ଓସ୍ତାଦଙ୍କର ଅନୁଗତ, ଅଧୀନ ଥିବା ବଶମ୍ବଦଯୁକ୍ତ ଛାତ୍ର, କୁଶୀଲବ, ଅଭିନୟିକ ଶିକ୍ଷାଦାତା। ଗୁରୁ ତାଙ୍କ କଥା ମାନିବେ ନାହିଁ କେମିତି? ଶିକ୍ଷା ଶିଖିବାର ପ୍ରଥାସିଦ୍ଧ କଳାକାର। ବିଦ୍ୟା ଦଦାତି ବିନୟମ୍ ସା ବିଦ୍ୟା ଯା ବିମୁକ୍ତୟେ ର ମୁକ୍ତିଦାତାର ଚାଟ। ଅଭିନୟର ଶିକ୍ଷାର ଅଜ୍ଞତାକୁ ସାର ଦୂର କରିଥିଲେ, ତେଣୁ ବାଧ୍ୟ ମାନିବେ। ସୁତରାଂ ଅଭିନେତା ଯେତେବେଳେ ନାଟ୍ୟ ପରମ୍ପରାକୁ
ଟପି ପାରିବେ ନାହିଁ। ଅମାନିଆ ହେଲେ ଅଭିନୟ କରିବାର ଅବସର ଯିବ। ଦକ୍ଷ କଳାକାର କେମିତି ଆଉ ହେବେ? ତାଙ୍କର ସ୍ୱଇଚ୍ଛାରେ ଯାତ୍ରା ପ୍ରବେଶିକ ଶିକ୍ଷା, ପୁଣି କଲେଜ ପଢ଼ାର BA ସ୍ନାତକ ଶିକ୍ଷା ତାଙ୍କୁ ନମ୍ର, ଭଦ୍ର, ଶାଳୀନ ଓ ସମ୍ଭ୍ରମ ସଣ୍ଠଣା ଶିକ୍ଷା ବି ଦେଇଥିଲା। ମଞ୍ଚକୁ ଯିବାରେ ଦର୍ଶକ ଯାତ୍ରା ଭିଲେନର ବେଶ, ପୋଷାକ, ଶରୀର ଭେକକୁ ଦେଖି ଖୁସି। ଦେହର ସାଜସଜ୍ଜା ସହିତ ଅଭିନୟିକ ଦୀକ୍ଷାରେ ବାହ୍ୟ ରୂପ ମୁଗ୍ଧ ଆକର୍ଷିତ କରିଥିଲା। ମଧୁର, ଓଜନଦାର, ଉତ୍ତେଜନାପୂର୍ଣ୍ଣ କଣ୍ଠସ୍ୱର ସହିତ ଅଭିନୟ ତାଳିମାଡ଼ରେ କୁଶୀଲବ ଜଣକୁ ଅଭିନନ୍ଦନ ଜଣାଇଥିଲା। ପ୍ରଥମ କିଛି ଦୃଶ୍ୟରେ ସେ ଦୁଇଟି ସୁଟ୍ ବଦଳ କରି ମଞ୍ଚକୁ ପିନ୍ଧି ଆସିଥିଲେ। କିନ୍ତୁ ଯେତେବେଳେ ନାୟିକାକୁ ଧର୍ଷଣ କରିବାର ସମୟ ତଥା ଦୃଶ୍ୟାଭିନୟ ଉପସ୍ଥିତ ଆସିଲା, ସେତେବେଳେ ଡ୍ରେସର ତାଙ୍କ ଦେହରୁ ନୀଳ ଓ କଳା ରଙ୍ଗର ସୁଟ୍ ଟାଇ ଓହ୍ଲାଇ ଦେଲା। ପାଦରୁ ଜୋତା ଓହ୍ଲାଗଲା, ଦେହରୁ ଗେଞ୍ଜି ଉତାରାଗଲା। କେବଳ ଫୁଲ ଚଢ଼ିଥାଏ, ଲାଲି ମୋଜା ରହିଥାଏ। ପିନ୍ଧିଲେ ସାଟିନ୍ ଚିକ୍ ଚିକ୍ ରେଶମୀ କନାର ଚିପା ଫିତାଲଗା ଚୁଡ଼ିଦାର ପାଇଜାମା, ଲାଲି ମୋଜା, ପାଦରେ ଚିକ୍ ଚିକ୍ ନାଗରା ଜୋତା। ଖୋଲା ଦେହ, ଆଖିପତାରେ କଳା ଓ ଲାଲି ରଙ୍ଗ ତ ଉପର ତଳ ଭାଗରେ ପୂର୍ବରୁ ଥାଏ। ଡାହାଣ ବାଳୁଆ ହାତ କଚଟିରେ ରୂପାର ଭାରୀ ବ୍ରେସଲେଟ୍। ନାୟିକାର କେଶଗୁଚ୍ଛ ଧରି ଜୋରରେ ଟାଣି ପୂର୍ବର ଦ୍ରୁତ ପଦବ୍ରଜରେ ଉଜ୍ଜ୍ୱଳ ଆଲୋକ ରଶ୍ମିରେ ଥାଇ ମଞ୍ଚକୁ ଉତ୍ଥିତ ଯୌନାଙ୍ଗ ଦେଖାଇ ଆସି ନିଜର ଲିଙ୍ଗକୁ ନାୟିକା ଦେହରେ ଚଢ଼ି ଗଡ଼ିଆ ତଡ଼ିଆ ବେଗରେ ଲଗାଇ ବହେ ରେପ୍ କଲାପରେ ନାୟିକାର ଲୋକମାନଙ୍କ ଦ୍ୱାରା ଧରାଯାଇ ହିପ୍ପି କାଳିଆ ଘଞ୍ଚ କେଶଗୁଚ୍ଛରେ ଟଣାଯାଇ ଘୋଷାଡ଼ି ହୋଇ ମଞ୍ଚକୁ ଯାଇ ଜଙ୍ଘରେ ଗୋଇଠା ମାଡ଼, ମୁକ୍ତ ଚଉଡ଼ା ଛାତିରେ ଜୋତା ପାଦ ଚାପରେ ଚିତ୍କାର କରିବାରୁ ପାଟିକୁ ତାଙ୍କର ଟେପରେ ସିଲ୍ କରିଦିଆଯାଆନ୍ତେ। ଚିତ୍କାର ବନ୍ଦ ହୁଅନ୍ତେ। ବାଡ଼ିରେ ମାଡ଼ ପ୍ରାପ୍ତି ପରେ ପାଦ ଗୋଡ଼ ଫଡ଼ାଇ ନିଜ ମଳଦ୍ୱାରରେ ବେତ ପୂରାଇବାର ଦୃଶ୍ୟ ବାଧ୍ୟ ଦେଖାଇବା ପରେ ହାତରେ ହ୍ୟାଣ୍ଡକପ୍, ମୁହଁରେ କଳା ଢାଙ୍କୁଣୀ, ଅଣ୍ଟାରେ ଚେନ୍ ଗୁଡ଼ାଇ ଦେହକୁ ପିଚାକୁ ଲାତ, ଗୋଇଠା, ହାତ ପିଟା ମାଡ଼ ଖାଇ ଆଗକୁ ଠେଲି ହୋଇ ଲୋକ ହେପାଜତରେ ମଝିରେ ଥାଇ ବେଶଘରର ସମଗ୍ର ଦୃଶ୍ୟ ଦର୍ଶକବର୍ଗଙ୍କୁ ମୁଗ୍ଧ ତଥା ତାଙ୍କୁ ପୁରସ୍କୃତ କରିଥିଲା। ଓସ୍ତାଦ ତାଙ୍କ ପିଠି ଥାପୁଡ଼ାଇ ତାଙ୍କୁ ବାଃ ବାଃ ଜଣାଇଥିଲେ।